ଖରା ସମୟ ହେଇଛି ହଁ ଗୋଟେ ସିଂହଟିଏ ପାଣି ପିଇକି ଆସିକି ଗୋଟେ ବୁଟା ମୂଳେ ଶୋଇଛି ସାରେ ସେତିକି ବେଳେ ଗୋଟେ ଘୃଷ୍ଟି ବୋଲେ ଘୁଷୁରୀ ହଁ ତାକୁ ଶୋଷ ହେଇଛି ହଁ ପାଣି ଭିତରକୁ ପଶିଛି ପାଣି ପିଇବା ପାଇଁ ହଁ ଆଚ୍ଛା ଯେତେବେଳେ ଜୀବଟିଏ ପାଣି ଭିତରେ ଜନ୍ତୁଟିଏ ପାଣି ପିଇବା ଆଜ୍ଞା ସେ ଟିକେ ପଛକୁ ଆଗ ଅନେଇବ ହଁ 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 କାଳେ କିଏ ପଳେଇ ଆସିଛି ହଁ ଯେତେବେଳେ ଘୁଷୁରୀଟା ପଛକୁ ଟେରେଇକି ଅନେଇ ଦେଇଛି ହଁ ହଁ ତା ଦୃଷ୍ଟି ପଡ଼ିଗଲା ସିଂହ ଦେହରୁ ଗୋଟା ଝାଳ ବାହାରିଲା ଆହା ମଲିତ ଅଛି ଏପଟେ ସିଂହ ବିଚାର କଲା ହଁ କହିଲା ମୁଁ ଯଦି ଆଉ ଅନେଇବି ଏଇ ଘୁଷୁରୀକି ହଁ ପାଣି ପିଇବା ପୂର୍ବରୁ ୟା ହାର୍ଟ ଚୋକ୍ ହେଇଯିବ ମରିଯିବ ହଁ ସିଂହ କ'ଣ କଲା ଘୁଷୁରୀ ଆଡ଼େ ମୁହଁ ନ ଦେଇ ଆଜ୍ଞା ଅନ୍ୟଆଡ଼େ ମୁହଁ କରିକି ଶୋଇଲା ହଁ ଘୁଷୁରୀ ଭାବିଲା କହିଲା ରେ ଯାତ୍ରା ଆହା କେଡ଼େ ବଡ଼ ଜନ୍ତୁପତିଏ ସିଂହ ହଁ ମତେ ଡରିଲା ଏମିତି ଯେ ହଁ ସିଏ ଆଉ ମୋ ଆଡ଼େ ନ ନେଇକି ଅନ୍ୟ ଦିଗକୁ ମୁହଁ କରିକି ଶୋଇଲା ସିଂହ କହିଲା ଆରେ ମୂର୍ଖ ଆରେ ପାଷାଣ୍ଡ ବର୍ବର ନନସେନ୍ସ ଯାହା ଜଗତରେ ପ୍ରଚାର କରିଦବୁ ତୋ ଭଳିଆ ଘୁଷୁରୀ ଆଗରେ ସିଂହ କ'ଣ ହାରେ କେବେ ନୁହଁ ଲୋକ ହସା ହେଇଯିବୁ ରେ କାଳ କୁଷ୍ମାଣ୍ଡ କହିବା ଉଦ୍ଦେଶ୍ୟ ଲକ୍ଷଣ କହିଲେ ଘୁଷୁରୀଟି ଯାହା ଏ ଗୋସେଇ ତମେ ସେଇଆ ତମର କ୍ୱାଲିଟି ନାହିଁ ଗୋସେଇ ତମେ କ୍ୱାଲିଟି ଲେସ୍ ଗୋସେଇ এটা লক্ষণ কহুনি যে আজ্ঞা সে দলକୁ কହୁଛନ୍ତି জানি ହେଇଯାଉନି କଥାଟା କି କେଡ଼େ ମାଡୁଆ କହୁଛୁ ମୁଁ ଆର ଦଳକୁ କହୁଛି ନାଇଁ ଅସୁବିଧା କ'ଣ ହଉଛି ଆଜ୍ଞା ଆଜ୍ଞା ଏତିକି ବେଳେ ଭଗବାନ ରାମ ବାହାରି ଆସିଲେ ହଁ କହିଲେ ହେ ବ୍ରହ୍ମନ୍ ଓଂ ହିରଣ୍ୟ ଗର୍ଭଂ ସମବେତ ତାଗ୍ରେ ଭୂତସ୍ୟ ଜାତପତିରେକ ଆସୀତ୍ ସଦାଧାର ପୃଥିବୀ ଯା ମୁତେ ମାଙ୍କସ୍ମେ ଦେବାୟଂ ହବିଷା ବିଧେ ହେ ବ୍ରାହ୍ମଣ କ୍ଷମା ମାଗୁଛି ମୋ ସାନ ଭାଇ କହନ୍ତୁ ଆପଣ ମୁଁ କି ସେବା ନାଚ ଟୋକାଟା ତୁ ପୋକା ଧନୁ ଭାଙ୍ଗି କରି ମିଛେ ବୀର ତୁ ବୋଲାଉଛୁ ଗୋଟେ ପୋକରା ଧନୁକୁ ତୁ ଭାଙ୍ଗିଛୁ ସିଏ ମୋ ଗୁରୁଙ୍କର ଧନୁ ଥିଲା ଆଜ୍ଞା ଆଜ୍ଞା ଜନକ ପାଖରେ ୟାକୁ କଲେ କ'ଣ ନା ଆପଣ ମାନଙ୍କର ଯେତେ ବୀର ବ୍ରହ୍ମାଣ୍ଡରେ ଥିଲେ ଟେକିଲେ ମନେକର ଏଇଟା ଗୋଟେ ବାଉଁଶ କୁଟା ଯାଇଛି ମୁଁ ଗଲି ହଲେଇଲି ହଲାନି ତାହେଲେ ତା ମୂଳ କ'ଣ ଟିକିଏ ପାଇନଥିବ ଆଉ ଜଣେ ଆସିକି ହଲେଇଲା ଏମିତି ହଜାର ଲୋକ ଯଦି ସେ ଖୁଣ୍ଟିଟାକୁ ହଲେଇବେ ତା ମୂଳଟା ଦୁର୍ବଳ ହେଇଯିବନି ନିହାତି ନିହାତି ଆଉ କାହା ଭାଗ୍ୟରେ ଥବ ଆଙ୍ଗୁଠି ବାଜୁ ବାଜୁ ସେଇଟା ଗଳି ପଡ଼ିବ କହିଲା ଆରେ ମୂର୍ଖ ବାଣାସୁର କାର୍ତ୍ତବୀର୍ଯ୍ୟ ସହସ୍ର ଭୁଜରେ ଜଭଲାରେ ସହସ୍ର ଭୁଜରେ ପାରିଲେ ଜହୁ ଦେଲେ ଉତ୍ତର ନ ପାରିଲେ ଜହୁ ଦେଲେ ଉତ୍ତର ଶିବ କର୍କଟ ପରି ସିନା ତାହାଙ୍କ ମାଧୁରୀ ଭୟରେ ସିନା ତାହାଙ୍କ ମାଧୁରୀ ସମସ୍ତେ ହଲି ହଲି ପୋକରା ଧନଟାକୁ ତୁ ହାତ ମାରୁ ମାରି ପାଦ ଦଉ ଦଉ ଭାଙ୍ଗିଗଲା ତୁ ଯଦି ପ୍ରକୃତରେ ବୀର ମୋ ବୈଷ୍ଣବ ଧନୁ ଏଇଥିରେ ଯଦି ଗୁଣଟା ଛାଡ଼ିଦଉ ମୁଁ ଜାଣିବି ତୁ ହଉଛୁ ଗୋଟେ ପ୍ରକୃତ ବୀର ବଢେଇ ଦେଲେ ପରଶୁରାମ ବୈଷ୍ଣବ ଧନୁ ଏ ତ ସ୍ୱୟଂ ମର୍ଯ୍ୟାଦା ପୁରୁଷ ଲୀଳାମୟ ଅବତାର ପରଶୁରାମଙ୍କ ବୈଷ୍ଣବ ଧନୁ ଧରିକି ଗୁଣଟାକୁ ଧରିକି ଭିଡ଼ିଲେ ଗହ ଗହ ନାଦରେ ପୃଥିବୀ ପ୍ରଳୟ ହେବାକୁ ବସିଲା ଜଗତରେ ପ୍ରଳୟ ରୂପ ଦେଖାଗଲା 10 ଦିଗ ହାତୀ ଗୁଡାକ ସବୁ ହଳଦିଆ ରଙ୍ଗ ଧଇଲେଣି ବ୍ରହ୍ମାଣ୍ଡରେ ପ୍ରଳୟ ଆସିଯିବ ଦେବତା ମାନେ ଥରିଲେଣି ରାମ କହିଲେ ପରଶୁରାମଙ୍କୁ କହ ବ୍ରାହ୍ମଣ ଏ ଗୁଣଟା ମୁଁ କାହାକୁ ବିନ୍ଧିବି କହିଲା କ୍ଷମା ଗୁଣେ କ୍ଷମା ଦିଅ ହେ କ୍ଷମାଶୀଳ ଅନ୍ତର
ମାଗୁଛି ହଁ ଛାଡ଼ି ଦିଅ ମୋତେ ହଁ ବୀର୍ଯ୍ୟହୀନ ହେଇଗଲେ ପରଶୁରାମ ଆଜ୍ଞା 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 ପୁରୁଷତ୍ୱହୀନ ହେଇଗଲେ ହଁ ଯୋଉ ପରଶୁରାମ 21 ବାର ପୃଥିବୀକୁ ନିକ୍ଷତ୍ରିୟ କରିଥିଲେ ଆଜ୍ଞା ଆଜ୍ଞା ନିଜର ବୈଷ୍ଣବ ଧନୁଟାକୁ ଆଉ ଟେକି ପାରିଲେନି ନାଇଁ 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 ପୁରୁଷତ୍ୱହୀନ ହେଇଗଲେ ହଁ କମଣ୍ଡଳକୁ ଧରିକି ଚାଲିଲେ ହିମାଳୟ ପର୍ବତରେ ତପସ୍ୟା କଲେ ହଁ 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 ତେଣୁ ବୀରପଣ ପୁରୁଷତ୍ୱପଣ ହଜିଗଲା ବୋଲି ସେଇଦିନ ଠାରୁ ଗଲା ପରଶୁରାମ ବ୍ରାହ୍ମଣ ବଞ୍ଚିକି ବଞ୍ଚି ବଞ୍ଚି ସେ ମରୁଛି ହୋ ସେ ମରୁଛି ଆପଣାର ଜିତେନ୍ଦ୍ରିୟ ବଳରେ ରାମ ତାକୁ ଯେ ମାରିଛି ଅସୁର ପଚାରୁଛି ରାମ ଯଜ୍ଞ ଚାଲିଛି ଗୃହ ଭିତରେ ହନୁମାନ ବାହାରୁଛି ଦ୍ୱାରୀଙ୍କୁ ଆଦେଶ ଦିଆଯାଇଛି ସମସ୍ତେ ପ୍ରବେଶ କରିପାରିବେ କିନ୍ତୁ ହନୁ ଆସିଲେ ପ୍ରବେଶ କରିପାରିବନି କାରଣ ଗୋଟିଏ ପାର୍ଶ୍ୱରେ ମା କୌଶଲ୍ୟା ପଚାରିଛନ୍ତି କାହାକୁ ନା ରାମ କିରେ ଏଡେ ବଡ଼ ଯଜ୍ଞ କରୁଛୁ ମୋ ବୋହୁ ଗାଈ କର୍ତ୍ତୃ ବିନା ଯଜ୍ଞ କର୍ମ ନୁହଇ ସମ୍ଭବ କିମ୍ବା ସମ୍ପନ୍ନ ଯଜ୍ଞ କୁହ ରାମ ଦେବ କର୍ତ୍ତୃ ବିନା ଯଜ୍ଞ କର୍ମ କେବେ ସମ୍ଭବ ହେଇପାରିବନି ନାଇଁ 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 এইଥିପାଇଁ ରାମଙ୍କ ପାଖରେ ସିନା ସୁବର୍ଣ୍ଣ ସୀତା ବସିଲେ ମୋ ବୋହୁ ଗାଇବାରା ମୋ ବୋହୁ କାହିଁ ମୋ ବୋହୁକୁ ଡାକ ରାମ ନିମନ୍ତ୍ରଣ କରିନାହାନ୍ତି କି ଆମନ୍ତ୍ରଣ କରିନାହାନ୍ତି ଜାନକୀକୁ ନାଇଁ ଯଜ୍ଞ ଚାଲିଛି ବାଲ୍ମୀକିଙ୍କର ଆଶ୍ରମରେ ଲବକୁଶ ଦିଟା ଯାକ ପୁଅ ବଢୁଥାନ୍ତି ଏପଟେ ଜାଣିପାରିଲେ ମା ସୀତା ସ୍ୱାମୀ ଯଜ୍ଞ କରୁଛନ୍ତି ବାଲ୍ମୀକିଙ୍କ ନିକଟରେ ଦ୍ୱାରସ୍ଥ ହେଲେ ଋଷିରାଜ ବାଲ୍ମୀକି ସଙ୍ଗତରେ ଧରିକି ଆସୁଛନ୍ତି ଲବ ଆଉ କୁଶକୁ ଉତ୍ତର ଦେଇଛନ୍ତି ଧନ ମା ସୀତା କହୁଛନ୍ତି ରେ ଲବ କୁଶ ତମେ ଦି ଜଣଙ୍କ ଯାକ ଯା ସ୍ନାନ ସାରି ଶୀଘ୍ର ଆସିଲେ ମୁଁ ତୁମକୁ ଶୁଦ୍ଧ କରିଦେବି ଆଶ୍ରମ ଭିତରେ ଥାନ୍ତି ଠିକ ଏତିକି ବେଳେ ଗୋଟାଏ ରାକ୍ଷସ ଧରିଲା କୁଶର ଅବତାର ବା କୁଶର ରୂପକୁ ଧାରଣ କଲା କୁଶର ନାମେ ଅସୁର ଧରି କୁଶ ଶରୀର ଚାହିଁଲା କୁଶଙ୍କୁ ଶରୀର ଆଭ୍ୟନ୍ତର ହସିବନି କାହିଁକି ମତେ ତ ମାରିବାକୁ ଏଠିକି ରମେଶ ବାବୁ ଡାକିଦେଲା ଆହୁରି ହାଲୁକା କହିଦେଇପାରିବ